ପେପର ବିକ୍ରି କରୁଛୁ ବୟସ କେତେ ହେଲା ଏ ମାଉସୀ ଜଣଙ୍କ ବୟସ 80 ବର୍ଷ। ମିଳୁଛି ପୁଅ ମରିଯାଇଛି, ସ୍ୱାମୀ ନାହାନ୍ତି। ପୁଅ ଅଛନ୍ତି 80 ବର୍ଷ ବୟସରେ ଆଉ ନିଜର ପେଟ ପୋଷିବା ପାଇଁ ପେପର ବେପାର କରୁଛନ୍ତି। ପେପର ଗୋଟି 2 ଟଙ୍କା ଲେଖା। ମାଉସୀ ଇଏ କଣ ତଥାପି ହାରି ଯାଇନାହାନ୍ତି। 80 ବର୍ଷ ହେଲାଣି, କିନ୍ତୁ ବିକ୍ରି କରୁଛୁ ନା ପେପର ବିକିକି ତାଙ୍କ ପେଟ ପୋଷୁଛନ୍ତି। ବୟସ କେତେ ହେଲା ଭିକ ମାଗୁନାହାନ୍ତି, ବସଷ୍ଟାଣ୍ଡରେ ପରିଶ୍ରମ କରୁଛନ୍ତି। କିନ୍ତୁ ଏମିତି କିଛି ଦେଖନ୍ତୁ, ବିକ୍ରି କଲେ କେତେ ଟଙ୍କା ପୁଅମାନେ ଥାଇକି ବି ମା ମାନଙ୍କୁ ବୃଦ୍ଧାଶ୍ରମ ନେଇ ଛାଡୁଛନ୍ତି। ବିକ୍ରି କଲୁ ତାଙ୍କୁ ଏ ବୟସରେ ସେମାନଙ୍କୁ ପଚାରୁନାହାନ୍ତି, ମାଙ୍କୁ ପଚାରୁନାହାନ୍ତି। ସେଇ ପୁଅମାନେ କିଛି ଶିଖିବା ଦରକାର। ଆଉ ଯେ ବର୍ତ୍ତମାନ ମାଉସୀଙ୍କର ପୁଅ ନାହିଁ, ତଥାପି ମାଉସୀ ଷ୍ଟ୍ରଙ୍ଗ ଅଛନ୍ତି, ବହୁତ ଖୁସି ଅଛନ୍ତି, ପରିଶ୍ରମ କରୁଛନ୍ତି। ମାଉସୀ ଅଛନ୍ତି ଆଉ ଯୋଉମାନେ ବୃଦ୍ଧାଶ୍ରମରେ ଛାଡୁଛନ୍ତି ତାଙ୍କ ମା ବାପାଙ୍କୁ ନେଇ, ସେ ପୁଅମାନଙ୍କୁ ଦରକାର ପଚାରିବା ଦରକାର, ଆପଣଙ୍କୁ ଜନ୍ମ ଦେଇ ସେ ମା କିନ୍ତୁ ଧିକ କରୁଛି। ଆଜ୍ଞା ଯୋଉମାନେ ବହୁତ ବଡ ଭୁଲ କରିଛି ସେ ମା ଆପଣଙ୍କୁ ଜନ୍ମ ଦେଇକି। ଯେତେବେଳେ